কোডা সেইটা মানে নাইটটা নাই নাইট মা 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 ঠারু হেলি জন্ম ধনরে হেলি জন্ম এ সভা মধ্যরে আসিলি বহন তিনটা মা না দুইটা মা 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 তুমি বল ভাই মা মা বলি পুনি তিনটা গলা হই কেতুটা মা গর্ভরে কিয়ে থিলা রহি ভাই মা বইলে পুনি জল হইব মার গর্ভরে পদ্ম রহিথিব আউরে তা গর্ভর রাধিকা জাত তিনি নামা ମୁଁ ଦେଲି କହିତ କାହିଁକି ନା ଜଳ ବସୁଧାରେ ରହିଲା ଧରଣୀ ଗୋଟିକ ଗୋଟିଏ ହେଲା ମା ଜଳ ମଧ୍ୟ ମା ଦେଲି ବୁଝାଇ ପଦ୍ମ ଗୋଟିଏ ମା ହେଲା ମୋର ଭାଇ ତା ମଧ୍ୟରୁ ରାଧିକା କହିଲେ ଉତ୍ପନ୍ନ ତିନିଟା ମା କଥା ମୁଁ ଦେଲି ବୁଝାଇ ଗୌତମ ହେ ଶୁଣିବା ମନ ଦେଇ ଏ ଯୋ ମା ଗର୍ଭଧାରୀ ପୁଣି ଥିବ ରହି ଯୋ ତିନିଟା ମା ପଚାରି ଅଛି ତିନି ମା ଠାରୁ ଗୋଟିଏ ପୁତ୍ର ଯେ ଜନ୍ମିଛି ସେ ତିନି ମା ଗର୍ଭ କଥା ଶୁଣ ଆପଣ ଯଦି ଝିଅ କହିଲେ ନ ମାନିଲା ମନ ମା ବହିଲେ ଦେଖ ଅଟଇ ଜଳ ମା ବହିଲେ ନୌକା କେବଳ ମା ବହିଲେ ହୋଇବ ସତ୍ୟବତୀ ତା ଗର୍ଭରୁ ଜନ୍ମ ହେବେ ବେଦ ବ୍ୟାସ ଋଷି ଧନ୍ୟ 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 ମୋ ଗାୟକ ସୁନ୍ଦର ସଭା ମତେ କହିଲ ବୁଝାଇ ଉତ୍ତର ତୁମକୁ ମୁଁ ହିଁ କାଟୁ ନାହିଁ ଏ ମୋ କଥା ପୁଣି ଏଠାରେ ହେଲା ନାହିଁ ଯଦି ପୁଣି ହୋଇବ ମୋର ନାମ ତିନି ମା ଗର୍ଭରୁ ମୁଁ ହୋଇଛି ଜନ୍ମ ଯଦି ଏ କଥାରେ ତୁମର ନାହିଁ ମନ ବଳରାମ କଥା ଦେଉଛି ବୁଝାଇଣ ପ୍ରଥମରେ ଦେବକୀ ଗର୍ଭେ ଥିବେ ହରି 2 ମାସ 15 ଦିନ ସେ ମୁଡାରି ଉଦ୍ଗାର କଲେ ଦେବକୀ ମାତା ରହି ଗର୍ଭେ ଯାଇ ପ୍ରଭୁ ହୋଇଲେ ସ୍ଥିତ 8 ମାସରେ ପ୍ରଭୁ ଜନ୍ମ ହେଲେ ଦେବତା ମାନେ ସକଳ ଭାବନା କରିଲେ ଯଦି ଜାଣିବ ଏ କଂସ ଅସୁର ତାହେଲେ ନିଶ୍ଚୟ ହୋଇଯିବା ହରବର ନାରଦକୁ ପଠାଇ ପ୍ରଳମ୍ବାତ ସେ ଯାଇ କହିବ ମୁନିଭର ତାଙ୍କୁ ନାଟ ଲଗାଇ ସେଦିନ ପ୍ରଳମ୍ବା ଅସୁର ଭିତ ଦେଖ ବଳରାମଙ୍କୁ ଚୋରି କରି ନେବ ଗଲା ପରେ ତାହାକୁ କହିବ ଶୂନ୍ୟବାଣୀ ମହାକାୟ ବଢାଇବେ ପ୍ରଭୁ ଦେବ ପୁଣି ଫିଙ୍ଗିବ ସେଦିନ ପ୍ରଳବା ଅସୁର ପଡ଼ିବ ଯାଇଣ କଂସ ଗୋଷ୍ଠର ରୋହିଣୀ ନାମେ ଭାଇ ଥିଲା ଯୋଗାଇ ତାହାଙ୍କ ନିକଟ ପ୍ରଭୁ ପଡ଼ିଲେ ଯାଇ ତିନିଟା ମାର ପୁଅ ସେ ହେବ ଆହୁରି ବିଚାରିଲେ ଯଶୋଦା ମଧ୍ୟ ମାତା ହେବ ଗାୟକ ମନ ନହେ ଶୁଣନ୍ତୁ ମନ ଦେଇ 2ଟା ମା ଲେଖାରେ ଯାଏ ହୋଇ ଦେବକୀ ରୋହିଣୀ ଗର୍ଭେ ଧରିଛନ୍ତି ଲେଖା ଯୁଗାରେ ଯଶୋଦା ମା ହୁଅନ୍ତି କଥାର ମନ ଜରାସନ୍ଧ କଥା ମୁଣ୍ଡେ ବି ବୁଝାଇଣ ତିନିଟା ମାର ହୋଇବ ସେ କୁମର ପ୍ରଥମେ 2 ମା ଗର୍ଭରୁ ଜନ୍ମିବ ସେ ବୀର ସେ ପୁତ୍ରକୁ ସଂସାନ ହାତରୁ ଫିଙ୍ଗିଥିବେ ଜରା ନାମେ ରାକ୍ଷସୀ ଯଦି ନ ଯେ ଭକିବେ ଫଟାଇ ପେଟ ଜନ୍ମିବ ସୁତ ଜରାସନ୍ଧ ବୋଲି ତା ନାମ ହେବ ପାଞ୍ଚ ଅକ୍ଷର ନାମ ବୋଲି ମୁଁ ଦେଇଛି କହି ମୋର ପିଲା ଭାଇ ଏ 4 ଅକ୍ଷର ନାମ ମତେ ଦେବ ଭଣ୍ଡାଇ এটা হবনি মু মা তিনটাও ধরদেলি অক্ষর আউনি ହଉଛି ରାଇଟ୍ রাইট ରାଇଟ୍ ହେଲା ଯେ ହେଲା ଯେ 5 ଅକ୍ଷରଟା ନା যে জন্ম হব তার নাটা 5 অক্ষর জরাসন্ধ
যদি এ কথারে তোমার মনটা মন এ যে মদন মনমথ মার প্রদ্মন মীন কেতন কন্দর্প দর্পগ অনঙ্গ কাম পঞ্চ স্বর স্বর সম্বরারি মনসিজ কুসুমে সন্ন্যাজ পুষ্পধনু নৌরতিপতি মকর ধ্বজা আত্মা ভূ এ জরাস এ প্রদ্মন কথা হব কি মীন কেতন কেতন পাঁচ অক্ষর তিনটা মা গোটে রোহিণী গোটে মাছ আর গোটে সত্যবতী রখিব হবনি গর্ভুর একা জন্ম হব ওহ গর্ভুর একা জন্ম হব হ্যাঁ হোক কইবি ধন্যবাদ শ্ରୋତା ବନ୍ଧୁ ଆଜିର ପରିବେଷଣ ଓ ଗାହାଳି ନାଟକ କାହିଁକି ହେଉଛି ଯୋଉ ମାଙ୍କ ଯେ କି ଦୁର୍ଗା ଦୁର୍ଗତି ତାରିଣୀ ଭୟହରା ମାତା ଶୁଭಂ କାରିଣୀ କାମାକ୍ଷୀ ଗିରି ନନ୍ଦିନୀ ଭଗବତୀ ଯୋଗେଶ୍ୱରୀ ଅମ୍ବିକେ ଦୁଃଖୀ ଦୁଃଖ ନିବାରିଣୀ ଅଭୟଦା ସିଦ୍ଧେଶ୍ୱରୀ ସିଦ୍ଧିଦା ବାଞ୍ଛତ୍ଵ ବରଦାୟିନୀ ହରପ୍ରିୟା କୁର୍ବନ୍ତୁ ତେ ମଙ୍ଗଳ ଆଦ୍ୟା ବିଦ୍ୟା ସ୍ୱରୂପା ସକଳ ଲିପିମୟୀ ମୁଣ୍ଡ ମାଡ଼ି କରାଡ଼ି ଖଡ୍ଗଞ୍ଚ ଭୟ ମୁଣ୍ଡ ମଣ୍ଡିତ କରା ସାକାଳିକା ପାତୁଳ କମ୍ବୁ ଚକ୍ର ଶୂଳାବ୍ଦ ଶୋଭିତ କରା ସିଂହାବ୍ଦିରୁଢା ଶିବା ବନ୍ଦେ ଦୁର୍ଗାଚରଣ କମଳ ଦୁର୍ଗତି ନାଶିନୀ ସେ ମାଙ୍କର କୃପାରୁ ଆଜିକି ଅନେକ ଦିନ ହେଲା ମୁଁ ଆସୁଛି ଦେଖୁଛି ଏ ଗାଁର ଭାବ ଭକ୍ତି ପ୍ରେମ ଏଇ ଉପରେ ବେଶୀ ବିଶ୍ୱାସ ଅଛି ମୁଁ ମୋତେ କିଛି ଦିନ ଶୁଣି ଆସୁଛି କୋଉଦିନ ଗାଁକ କୋଉଦିନ କେତେ ଆସୁଛନ୍ତି ଅନେକ ଅନେକ ଗାଁଣୀ ଆସୁଛନ୍ତି କିଛି କିଛି ମୁଁ ଶୁଣୁଛି ଆରମ୍ଭର କିଛି ଆଧାରିତ ନୁହଁ କିନ୍ତୁ ଶ୍ରୋତାକୁ ମୋତେ ଭାରି ଭଲ ଲାଗେ ମୋତେ ନାହିଁ ଯେ ସମସ୍ତଙ୍କର ଯେମିତିକି ପାଶାବତରଣ ପୋଷଣ କବଳ ଜମିମତି ପ୍ରଲଭ କାଳନ୍ଦ ସ୍ଥାକିତ ତଥା ଜଳତର ମୁକ ଭାବେ କୋକିଳ ନିସ୍ତମ୍ଭ ପବନ ବିଧୁନା କବନ ଧ୍ୟାନ ଗତେ ଯୋଗିନ ଉଚ୍ଛନ ବ୍ରଜ କାମିନୀ ବ୍ରଜପୁରେ ସୁତ୍ପାଞ୍ଚ ବୈଶିଷ୍ଠ ଯେତେବେଳେ କୃତ ବଜଉଥିଲେ ସେତେବେଳେ ପାଷାଣ ମଧ୍ୟ ଚଳଣି ଯାଉଥିବ ଯେତେ ଅଛି ପାଷାଣ ଚଳଣ ପଶୁନ କବଳ ଦ୍ରବ୍ୟମୂର୍ତ୍ତି ପ୍ରଲଭ ସମସ୍ତଙ୍କର ଯେମିତି ଉତ୍ସାହିତ ଥିଲା ଆଜି ଏ ଗାଁରେ ମଧ୍ୟ ଲୋକ ଶ୍ରୋତା ବନ୍ଧୁ ସମସ୍ତଙ୍କର ପ୍ରେମ ଯେଉଁ ଉତ୍ସାହିତ ଶୁଣୁଛନ୍ତି ମୁଁ ମଧ୍ୟ ଟିକେ ତାପରେ ଯେବେଳେ ଭାରି ସନ୍ତୋଷ ଗୋଟେ ଯେଉଁ ପୁରାଣ ମାଧ୍ୟମରେ କିଛି ଗାଉଛନ୍ତି ତାଙ୍କୁ କାହିଁକି ନା ଯେ କି କଲ୍ୟାଣାନ ନିଦାନ କଳିମଳା ବଚନ ଜୀବନ ସଜ୍ଜନାନ ପାଥେୟ ଜନ୍ମ ମୋକ୍ଷ ସବତି ପରପଦ ପ୍ରାପ୍ତ ପ୍ରତିଦର୍ଶ ବିଶ୍ରାମ ସ୍ଥାନମେକ କବିବର ବଚସ ପାବିନାଁ ପାବନାରଂ ବୀଜ ଧର୍ମ ଧର୍ମସ୍ୟ ପ୍ରଭବତୁ ଭବତଂ ଭୂତୟେ ରାମ ନାମ ଯୋଉ ରାମ ନାମ ଯେମିତି ଆଗ ଗୋଟେ ଅଛି ସାନନ୍ଦ ସଦନ ସୁତସ୍ୟ ବୁଧୟ କାନ୍ତା ମୃଦୁ ଭାଷଣ ସ୍ୱଚ୍ଛାପୂର୍ଣ୍ଣ ଗଣ ସଦୋଷିତରତି ଆଜ୍ଞାକର ସେବକା ଆଦିତ୍ୟ ବିଧ ପୂଜନ ପ୍ରତିଦିନ ମିଷ୍ଟାନ ଦାନ ଗୃହେ ସାଧୁ ସଙ୍ଗମ ଉପାସନ ହରିକଥା ଧନ୍ୟ ଗୃହସ୍ଥାଶ୍ରମ ମାଧ୍ୟମରେ ଯେଉଁ ଆମର କର୍ତ୍ତବ୍ୟ ହେଲା ଯେଉଁ ରାମ ନାମର ଶ୍ରୋତାରେ ଯୋଡ଼ି ରହିଛନ୍ତି ସେଥିରେ ମନମୁଗ୍ଧ ହୋଇ ତଥା ସ୍ଥାନୀୟରେ ଯେତିକି ଭାଷଣ ଦେଇକିରି ଯେମିତି ସତ୍ୟ ଯୋଗ ସତ୍ୟ ଚେତା ଦ୍ୱାପର କହି ଯୋଗୁରୁ ମଧ୍ୟ ଅଷ୍ଟାଦଶ ପୁରାଣ ମାଧ୍ୟମରେ ବହୁତ ଗୁଡ଼ିଏ ସଂଗ୍ରହ କରି ବୁଝିଛନ୍ତି ସେଥିରେ ସନ୍ତୁଷ୍ଟ ମାନ ଲାଭ କରି ଆମର ନାତି ଜଣେ ଅଛି ବାବୁ ଜେନା ଗୋଟେ 100 ଟଙ୍କା ପୁରସ୍କାର ଦେଇଛନ୍ତି 10 ଲୋକ ଗାଁକୁ 10 ଟଙ୍କା ଲେଖାଏଁ ସମସ୍ତଙ୍କୁ ଟିକେ ପ୍ରାଇଜ୍ ଦେଇଦେବେ ବୋଲି ଆଜ୍ଞା ମଧ୍ୟ ସମସ୍ତେ ଧନ୍ୟବାଦ ଆମର ଧନ୍ୟବାଦ ଆମର ସାରେ ମୁଁ 20 ବର୍ଷ ତଳେ 15 ବର୍ଷ ତଳେ ଏଇ ବଇଁଶୀକି ଯେତେବେଳେ ସମୟରେ ଗାହାଣ ଶିଖେଇଲି ସେତେବେଳେ ସମୟରେ ସାରେ ସେତେବେଳେ ରାମଲୀଳାର ମାଷ୍ଟର ହେଇଥିଲେ ସେତେବେଳେ ସମୟ ରାମାୟଣ ଶ୍ଲୋକ ମହାନାଟକ ଉପରେ ଗାଇଥିଲି ଖଣ୍ଡଦୋଳିରେ ଏଇଠି ହେଲେ ମଧ୍ୟ 20-15 ବର୍ଷ ତଳେ ଆମର ସାର୍ ହେଲେ ମଧ୍ୟ ମହାନାଟକ ଶ୍ଲୋକ ଗାଇ ତାଙ୍କ ସହିତ ମୁଁ ହେଲେ ମଧ୍ୟ ମହାନାଟକ ଶ୍ଲୋକ ଗାଇ କିନ୍ତୁ ବୟସ ପାଚିଲେ ମଧ୍ୟ ସୁଦ୍ଧା ବ୍ୟାକରଣ ଉଚ୍ଚାରଣ ଆଚରଣ ଠିକ ଅଛି ଯାହା ହଉଛି ତାଙ୍କର ଏ ରାମ ନାମ ପ୍ରିୟ ପୁରାଣରେ ସନ୍ତୁଷ୍ଟ ଲାଭ କରି ଏ ଯୋଉ ଆମର ଗାହାଣ ସଂସ୍କୃତି ଗାଁକୁ ସମ୍ମାନ ଦେଇ ଶ୍ରୀ ଚଣ୍ଡୀ ସିଦ୍ଧ ଯୋଗିନୀ ଶିବା ଶିବ ଗୃହିଣୀ ଶଙ୍କରୀ ସର୍ବମାତା ଗୌରୀ ଶ୍ରୀରାମ ବନିତା ଦେବମାତା କମଳା ନବତନ ଭଗବତୀ ଦୁର୍ଗେ ଏ
ଯୋଉ ସାରେ କହିଲେ ଦୁର୍ଗା ଦୁର୍ଗତି ନାଶିନୀ ମହିଷାସୁର ମର୍ଦ୍ଦନୀ ଦୁର୍ଗ ହଉଛି ପାପ ଏହି ପାପକୁ ବିନାଶ କରିବା ପାରେ ମହାବଳୀ ସ୍ୱୟଂ ନାରାୟଣ ନାରାୟଣୀ ରୂପରେ ଜନ୍ମଗ୍ରହଣ କରି ଏ ସଙ୍କଟ ପାପ ମୋଚନ କରିଛନ୍ତି। ମୁଁ ହେଲେ ମୋ ସାରକୁ ବହୁତ ସମ୍ମାନ ଦଉଛି ଯେ ଏଇଭଳିଆ ତାଙ୍କର ମୃତ୍ୟୁ ହେଲା ସମୟ ପର୍ଯ୍ୟନ୍ତ ଏ ବାଣୀଟା କେମିତି ସବୁବେଳେ ରହୁ ଆଉ ମାଙ୍କର ଆଶୀର୍ବାଦ ଥାଉ ରାମଙ୍କର ମହିମାରେ ମଧ୍ୟ ସବୁବେଳେ ସମ୍ମାନ ରହିଥାଉ। କାହିଁକି ନା ଆମେ ଯେତେବେଳେ ଦେଖୁ ବାପାଙ୍କର ମନ ବଡ଼ ପ୍ରଫୁଲ୍ଲିତ ଭାବ। ହଁ ହଉ ବାପା ତାଙ୍କର ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ବାବୁ ମାନେ ସମସ୍ତେ ବିରକ୍ତ ହେବେ। ତିନିଟା ମା ଠାରୁ ପୁଅ ଜନ୍ମ ହେଲା 5 ଅକ୍ଷର ତାର ନାମଟି ହୋଇଲା। ଭାଇନାଙ୍କୁ ଦିଅ ମାଉଦୁରା ଦିଅ। ହେଲେ ଭାଇ ଶୁଣ ମହନନ୍ଦ ଏ ସୁନ୍ଦର ରୀତି ଶୁଣ ମହନନ୍ଦ ଏ ସୁନ୍ଦର ରୀତି କହିବି ବୁଝାଇ ତୁମକୁ ସଭାରତୀ ମେନ କେତନ 5 ଅକ୍ଷର ଆହେ ଭାଇ ତୁମେ ପୁରାଣେ ଲକ୍ଷ୍ୟ କର ଯଦି ନ ହନୁମାନ ଲଙ୍କା ଦହନ କଲା ଫେରିବା ବାଟେ ଦେଖ ତାର ଝାଳ ଖସିଲା। ପୃଥିବୀ ଗୋଟିଏ ମା ଅଟଇ ସମୁଦ୍ର ଗୋଟିଏ ମା ତ ଗଲା ହୋଇ ଆଉ ଗୋଟିଏ ମା ଦେଖ ମାଛ ଯେ ହୋଇ ମାଛ ଗର୍ଭରୁ ଗୋଟିଏ ପୁଅ ଜନ୍ମିଲା ମକର ଜମିନ କେତନ ଟିପିଲା। ଏ କଥା କହିଲେ କି ପାଇବ ତୁମ୍ଭ ମନ ନହେଲେ ଅନ୍ୟ ପୁତ୍ର ଦେବୀ କହିଣ। ମକର ଧ୍ୱଜ ବୋଲେ ମୀନ କେତନ ମକର ଧ୍ୱଜ ହନୁମାନଙ୍କର ପୁଅ ହବନି। ମକର ଧ୍ୱଜ 5 ଅକ୍ଷର ହେଲା ହେଲା ମକର ଧ୍ୱଜ 5 ଅକ୍ଷର ହେଲା ଯେ ଆଉ ଥରେ ନାଗିଗଲା। ମୁଁ ସେଇଟା ପଚାରିନି। ଯଦି କଥାରେ ତୁମ୍ଭର ଚନ୍ଦ୍ରଶେଖର ବୋଲିର ସେ ପୁତ୍ରର ନାମ ଚନ୍ଦ୍ରଶେଖର ବୋଲିର ସେ ପୁତ୍ରର ନାମ ହୋଇଅଛି ତମ କହିଲ ବୁଝାଇ କହିଲ ବୁଝାଇ କିଏ ବାପା କିଏ ମା ଦେବ ବୁଝାଇଣ କେଉଁ ପରି ଚନ୍ଦ୍ରଶେଖର ହେଲା ଜନ୍ମ ସେ ହେଲା ତୁମକୁ ପଚାରିବା କଥା କାଳିକା ପୁରାଣ ମଧ୍ୟରେ ହୋଇଅଛି ଲେଖା ଚନ୍ଦ୍ର ଭଜ ନାମରେ ସେ ରାଜା ଥିଲେ ଏ ବାବୁ ଶୁଣ ମନ ଦେଇ ପଚାରି ବାରିତି 3 ଗୋଟି ଭାରିଜା ତାଙ୍କ ଘରେ ଅଛନ୍ତି ମାତ୍ର 3 ଜଣ ଅଛନ୍ତି ଘର ପୁଅ କି ଝିଅ ନାହିଁ ତାଙ୍କ କୋଳର ଭାବିଲେ ଦଣ୍ଡଧର ମନ ମଧ୍ୟେ ତାଙ୍କର ଅକର୍ମ କର୍ମ ଦାତା ଅଟନ୍ତି ମହେଶ୍ୱର ଶିବଙ୍କୁ ସେବା କରିବେ 3 ନାରୀ କର୍ମ ନଥିଲେ ଦେବା ଶକ୍ତି ଯେ ତାଙ୍କରି ଏଣୁ କରି ହର କଲେ ବିଚାର ଜଣକୁ ଦେଲେ 2
ଜଣଙ୍କୁ ଗୋଟିଏ ପୁତ୍ର ମୁଁ ଦେବି ଆଉ 2 ଜଣଙ୍କ ମନ ଦୁଃଖ ହୋଇବି। ଏଣୁ କରି ଶିବ ମନେ ବିଚାରିଲେ ଗୋଟିଏ ଛୋଟ ଫଳ ନେଇ ତାଙ୍କୁ ଦେଲେ। ଏ ବାବୁ ମାନେ ଶୁଣନ୍ତୁ ଡେରି ଶ୍ରୁତି 3 ଗଡ଼ି ଖାରି ଖାଇବେ ସେ ଯୁବତୀ। 3 ଗୋଟେ ଫଳ 3 ଗଡ଼ି କଲେ 3 ଜଣ ଯାକ ଯେବେ ଗର୍ଭେ ଖେପିଲେ ସେ ଗର୍ଭରୁ ଯୋଉ ପୁଅଟା ହେବ ଜନ୍ମ ଅଧା ଅଧା ଶରୀର ତାଙ୍କର ଥିବ ହଇଣ। ଗୋଟେ ମା ମୁଣ୍ଡ ଗୋଟେ ମା ଗଣ୍ଡି ଗୋଟେ ମା ଗୋଡ଼ ବାସ୍ 3 ଗଡ଼ିରେ ପିଲାଟା ଜନ୍ମ ହେଲା। ଯେତେବେଳେ ପୁଅ ପୁଣି ହୋଇଲା ଜନ୍ମ ବ୍ରାହ୍ମଣ ସେଦିନ ମନେ କଲା ବିଚାରଣ ବୋଇଲା ନଥିଲା ଥିଲା ପୁଣି ଦେଖ ଭଲ ହେଲା। ଏବେ ମୋ ଭାରିଜା ଗର୍ଭରୁ ଜନ୍ମିଲା ଖଣ୍ଡିଆ ପିଲା। ଦେଖିଲେ ଲୋକ ବୋଲିବେ ଗ୍ରହଣ ସମୟରେ କିବା ଏ ପୁତ୍ର ମାନେ ରହିଲେ ଗର୍ଭରେ ଏଣୁ କରି ଖଣ୍ଡ ଖଣ୍ଡ ହୋଇଛି ଶରୀର। ଏତେ ବୋଲି ବିଚାରିଲା ଦେଖ ବିପ୍ରବର ହଉ ହଉ ବାବା ହେ ଭାରିଜା ସଙ୍ଗେ ପୁତ୍ର ଖଣ୍ଡ ଖଣ୍ଡ ଧରିଣ ପଳାଇବେ ଦେଖ ସେ ମନ ନହେ କର ଆଲୋଚନ ସେଦିନ ବ୍ରାହ୍ମଣ ବିଚାରିଲା ମନ ଜୋବର ଦେଇ ସନ୍ଧି ବନ୍ଧାନନ ଦେଇଥିବା ବର ହୋଇଲା କାରଣ ଦେଲ ଗଛକୁ ଚଢାଇ ଯେ ମୂଳ ଛେଦିଲ ଏତେ ବୋଲି ସବୁରା ଭାବନା ସେ କଲା ଧରିଲ ଖଣ୍ଡ ଖଣ୍ଡ ତିନି ପିଲା ସୁନ୍ଦର ହେ ଆଲୋଚନା କର ମନେ ବିଚାର କରିଲା ସେଦିନ ବିପ୍ରବର ଏ ଯୋଉ କୈଳାସ ପୁରକୁ ନିଜେ ଚଳିଗଲା ପଞ୍ଚାନନକୁ ଯାଇ ବୁହାରି ସେ ଜଣାଇଲା ମହିଳା ଶଙ୍କର ହେ କି କର ମତ କୃତ କମ୍ବୁଙ୍କର କୁମାର ଦର୍ପକୁ ଗଲ ହତ ବନ୍ଦାଇ ତ୍ରିଲୋଚନ ଦୂରିତ ବିମୋଚନ ପୁରୀ ତ ଯାର ଶିରେ ସରିତ ଗଙ୍ଗା ଫେନ ବନ୍ଦାଇ ଈଶ୍ୱର ହେ ବିଶ୍ୱର ଭାବିନାଶ ଶିଶିର କଟେ ଶିର କାଶ୍ମୀର ପୁରେ ବାସ ବନ୍ଦାଇ ମହେଶ ହେ କୈଳାସ ଚମ୍ପା ଭୋଗୀ ଦୁଦୁରା ପତି ଧାତ୍ରୀ କେତକୀ ଅନୁରାଗୀ ରଖ ରଖ ସ୍ତରର ତକ୍ଷକ ଶିର ଭୂଷା ନହିଲେ ଛାଡ଼ିଲି ମୋ ପ୍ରାଣର ପଞ୍ଚ ଆଶା ହେ ମହେଶ ଇଏ ଯୋଉ ଦେଇଥିଲ ଆପଣ ଯେ ବଣ ଶିଷ୍ୟ ବାବା ଯେଉଁ ମର ଦେଲ ଆହେ ଶଙ୍କର ମାତ୍ର ନେଇ ନିଶ୍ଚୟ ମୋହିତ ହେଲି ହରବର ଆହୁରି 3 ଗଡ଼ି ପୁଅ ହୋଇଛି ଜନ୍ମ କି ଉପାୟ କରିବି ହେ ଆହେ ପଞ୍ଜାନନ ସେଦିନ ମହେଶ୍ୱର ଭାବନା କଲେ ଗିର ଯୋଗ ବଳେ ଜାଣିଲେ ସେ ପ୍ରଭୁ ଦିଗାମ୍ବର ଠିକ ବୋଲେ ମୁଁ ତ ଗୋଟିଏ ଫଳ କଲି ପ୍ରଦାନ ମାତ୍ର ତୁମ୍ଭ ନାରୀ ମାନେ କରିଲେ ସନ ଖଣ୍ଡ ଖଣ୍ଡ 3 ଖଣ୍ଡ କଲେ ନିଜେ ପଞ୍ଜାନନ ପୁତ୍ର ପାଶେ ଗଲେ 3 ଗଡ଼ି ହୋଇ ଜନ୍ମିଛି କୁମାର ଯୋଡ଼ି ଦେଲେ ସେଦିନ ଯାଇ ଦିଗାମ୍ବର କର୍ମ କର୍ମ ଦାୟକ ପଶୁପତି ମନ୍ତ୍ର ଜଳ ବାବୁ ଯେବେ ତ ବେଲେ ଛିଞ୍ଚି ସେ ପିଲା ଖଣ୍ଡ ଖଣ୍ଡ ଥିଲା ହୋଇ କୃପା କଲ ଯେବେ ପାର୍ବତୀଙ୍କ ସାଇ ବଞ୍ଚିଲା ସମ୍ପୂର୍ଣ୍ଣ ପୁତ୍ର ଗଲା ହୋଇ ହେ ବାବୁ ମାନେ ଶୁଣନ୍ତୁ ଡେରି କରନ ଯାହା ଲେଖା ଅଛି ଏଇଟା କାଳିକା ପୁରାଣ ହେଲେ ସେ ପୁଅ ଯେତେବେଳେ ଯୋଡ଼ିକିରି ଏ ଯୋଉ ମୃତ୍ୟୁଞ୍ଜୟ ପୁରୁଷ ହେଲା ସଞ୍ଜୀବନୀ ମନ୍ତ୍ର ପଢି ତାକୁ ଜୀବନ୍ୟାସ ଦେଲେ ଭଗବାନ ତାକୁ କହିଲେ ଏ ତୋ ପୁଅ ନାହିଁ ଏଇଟା ମୋ ପୁଅ ଓ ଶରୀର ଚନ୍ଦ୍ରଶେଖର ରୂପରେ କଳିଯୁଗରେ ପୂଜା ପାଇବ ହେଲା ଆଜ୍ଞା ଦଣ୍ଡବତ ଆଜ୍ଞା ଦଣ୍ଡବତ ହଁ ବାବୁ ଭାଇ ପିଲା ଲୋକ ହେଲେ ମଧ୍ୟ ଯାହା ହେଲେ ଖୋଜି ଖୋଜି କହିଲେ ଶୁଣ ହେଲା ଯେ ତମେ ହେଲା ହେଲେ କେମିତି ତରତର ହଉଛ ମାଉଦୁରା ଟିକେ ଧର ତମ ଆମର ମାଲ ଭାଇ
ତାକେ ବାଜା ମାରି 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 ଏବେ ଗାୟକ ରତ୍ନ ହେଲେ ନାଇଁ ଗାୟକ ହେଇନି ନାଇଁ ହେଲେ ଏ ଯୋଉ ଦେବଦେବ ମହାଦେବ କହିଲେ ଏହି ଚନ୍ଦ୍ରଶେଖର ଯୋଉ ଶୀତଳ ଷଷ୍ଠୀରେ ଶିବ ପାର୍ବତୀଙ୍କ ବିବାହରେ ବିଷ୍ଣୁ ସ୍ୱରୂପରେ ଚନ୍ଦ୍ରଶେଖର ନାରାୟଣ ହେଲା ଯୋଉ ମନ୍ଦିରରେ ଶିବ ମନ୍ଦିରରେ ଚନ୍ଦ୍ରଶେଖର ମୂର୍ତ୍ତି ନାହିଁ ସେଇଠି ଶୀତଳ ଷଷ୍ଠୀ ବିବାହିତ ହେଇପାରିବ ନାହିଁ ନାହିଁ ତେଣୁକରି ବିଷ୍ଣୁଙ୍କର ଅଂଶ ଚନ୍ଦ୍ରଶେଖର ହେବା ସକାଶେ ହେଲେ ଆଜ୍ଞା ଏ ଯୋଉ ଶିବ ମନ୍ଦିର ଅଛି ରୁଦ୍ର ଦେବତାକୁ ଶୁଦ୍ର ପୂଜାରୀ ବ୍ରାହ୍ମଣ ତ ଶ୍ରେଷ୍ଠ ନା ବ୍ରାହ୍ମଣ ଲୋକ ଆଙ୍କେ କାହିଁକି ପୂଜା କରୁନାହାନ୍ତି ପୂଜା କଲେ କଣ ଅସୁବିଧା ହବ କି ପୂଜା କେତେ ଜାଗାରେ ଅଛି କେତେ ଜାଗାରେ ଅଛି କେତେ ଜାଗାରେ ଅଛି ଏଇଠୁ ଆମର ନଡ଼ୁଆରେ ଅଛନ୍ତି ଲଡୁଆରେ ଚନ୍ଦ୍ରଶେଖର ଥିବେ ଚନ୍ଦ୍ରଶେଖର ଅଛି ଚନ୍ଦ୍ରଶେଖର ଥିଲେ ହବ ଢେଙ୍କାନାଳରେ ହଉଛି ଢେଙ୍କାନାଳ ଚନ୍ଦ୍ରଶେଖର ଥିଲେ ହବ ହେଲେ ଆଜ୍ଞା ଆଉ ମୋର ଗୋଡ କାଟିଲାଣି ଯୁଦ୍ଧ ଭାଇ ଉଠିବେ ନା କଣ ଛିଡା ହବ ଖାଲି ଘଣ୍ଟା ଯାଇ ସେ କେତେବେଳେ ନାଇଁ ଘଣ୍ଟାଟେ ନାଇଁ ଗୋଟେ 5 ମିନିଟ୍ 5 ମିନିଟ୍ ମୁଁ କହିଲେ କହି ନହେଲେ ଗୋଟେ ଢେକୁଟେ ଏକା କହିବା ଢେକ ଭଜ ଭାଇ ମୁଁ ଗୋଟେ ଢେକୁଟେ ପଚାରି ନା ଢେକ ମୁଁ କହିପାରିନି ଢେକ କହିପାରିନି ବ୍ରାହ୍ମଣ ସ୍କନ୍ଦ